ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା ସମିତିଙ୍କ ଅଗୋଚରରେ ରାଜ୍ୟ ସରକାର ମହାପ୍ରଭୁଙ୍କୁ ନିତାନ୍ତ ଅସମ୍ମାନ ପୂର୍ବକ ଘରକୁ ଘର ରଥ ନାମରେ ଡାଲା ଅଟୋ ଆଦି ବୁଲାଇ ଗୁଆ ଚାଉଳ ମାଗିଲେ। ମିଳିଥିବା ହଜାର ହଜାର କ୍ୱିଣ୍ଟାଲ ବାରମିଶା ମାଗନ୍ଧା ଚାଉଳ କଣ ହେବ ବୋଲି ଭକ୍ତ ସମାଜ ପ୍ରଶ୍ନ କରିବାରେ କିଛି ଚାଉଳ ଆଣି ଗୁଣ୍ଡିଚା ଘର ଭିତରେ ରଖାଗଲା। ଆସିଥିବା ଚାଉଳରେ ଉଷୁନା, ଏକପାଖି ଉଷୁନା ଏବଂ ଏପରିକି କିଛି ବିଧର୍ମୀଙ୍କ ଦ୍ୱାରା ଜାଣିଶୁଣି ଛେପ ପକାଇ ଅପବିତ୍ର କରାଯାଇଥିବା ଚାଉଳକୁ ସେଥିରେ ମିଶା ଯାଇଥିବା ଶୁଣା ଯାଇଥିଲେ ମଧ୍ୟ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗର କିଛି କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ରବିବାର ସକାଳେ କୋଠଭୋଗରେ କିଛି ଚାଉଳକୁ ଖେଚଡି ଓ କାନିକା ଭାବେ ରାନ୍ଧି ମହାପ୍ରଭୁଙ୍କୁ ଭୋଗ କରାଗଲା ଓ ସେହି ମହାପ୍ରସାଦକୁ ସିକ୍ୟୁରିଟି ଗାର୍ଡଙ୍କ ତଦାରଖରେ ବୋଝିଆଙ୍କ ଦ୍ୱାରା ଶ୍ରୀମନ୍ଦିରର ବାହାରେ ଏବେ ନିର୍ମାଣ କରାଯାଇଥିବା ରାସ୍ତାରେ ବୁଲୁଥିବା ଭକ୍ତଙ୍କୁ ବିତରଣ କରାଗଲା। ସମସ୍ତ ପରମ୍ପରା ହୋଇଗଲା ଛତରଛାଡ଼। କିଛି ଲୋକ ତଳେ ବସି ମହାପ୍ରସାଦ ସେବନ କରିଥିବା ବେଳେ ଅନେକ ବୁଲି ବୁଲି ଏପରିକି ଜୋତା ଚପଲ ପିନ୍ଧିଥିବା ଅବସ୍ଥାରେ ସେହି ମହାପ୍ରସାଦ ସେବନ କଲେ। ତାପରେ ପରେ ଶ୍ରୀମନ୍ଦିରରେ ଘଟି ଚାଲିଲା ଗୋଟିଏ ପରେ ଗୋଟିଏ ଅଘଟଣ। ଗରମ ଡାଲି ପଡି 3 ଜଣ ବୋଝିଆ ଓ ଜଣେ ସେବକ ଆହତ ହେଲେ। ଶ୍ରୀମନ୍ଦିରରେ ରକ୍ତ ପଡିବା କାରଣରୁ ଠାକୁରମାନଙ୍କର ମହାସ୍ନାନ ହେଲା। ବିବାହ ସିଜନରେ ରନ୍ଧା ଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ବରାଦି ଅମୁଣିଆ ଭୋଗ ହୋଇ ନ ପାରି ରୋଷ କରି ରହିଗଲା। ପିଲାଛୁଆ ଧରି ହଜାର ହଜାର ଭକ୍ତ ଠାକୁରମାନଙ୍କୁ ଦର୍ଶନ କରି ନ ପାରି ବହୁ ହଇରାଣର ସମ୍ମୁଖୀନ ହେଲେ। ସେବକମାନଙ୍କ ସମସ୍ୟା ତୁଟାଇବା ନିମନ୍ତେ କୌଣସି ଅଧିକାରୀ ଆସିଲେ ନାହିଁ। ଠାକୁରମାନେ ରାତି ସାରା ଅନିଦ୍ରା ରହିଲେ। ସୋମବାର ସକାଳେ 6:10 ସମୟରେ ଦ୍ୱାରପିଠା ନୀତି ନ ହୋଇ କେବଳ ମଙ୍ଗଳ ଆଳତି ସମ୍ପନ୍ନ ହେଲା। ପୂର୍ବ ଦିନର ସମସ୍ୟାର ସମାଧାନ ପାଇଁ ରାହା ଖୋଜୁ ଖୋଜୁ ଆଜିର ନୀତି ମଧ୍ୟ ବିଳମ୍ବିତ ହେଲା ଓ ଅପରାହ୍ନ 3ଟା ପରେ ଶ୍ରୀ ମହାପ୍ରସାଦ ଭକ୍ତମାନଙ୍କୁ ମିଳି ପାରିଲା। ଶ୍ରୀମନ୍ଦିରର ସଂସ୍କାର ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଯେ ସଠିକ ହୋଇନାହିଁ ତାହା ଏହା ଦ୍ୱାରା ପ୍ରମାଣିତ ହୋଇଛି ବୋଲି ଅନେକ ଭକ୍ତ ସମାଲୋଚନା କରିଛନ୍ତି।